ସାଙ୍ଗମାନେ ଏଠି ଆସିକି ଟିଫିନ୍ କଲି ସକାଳୁ ସକାଳୁ। ଆମର ଗୋଟେ ବନ୍ଧୁ ଦେଖାହେଲେ ଦେଖନ୍ତୁ କି ହସ ଦେଖୁଛ, ମାନେ ପୁରା ଦିଲ୍ ଖୋଲା ହସ। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ନମସ୍କାର। ସ୍ୱାଗତ କରୁଛି ଆଉ ଏକ ନୂଆ ବ୍ଲଗ୍କୁ। ମୁଁ ପାର୍ଥ, PL ଶିବୁ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ। ପାର୍କକୁ ଆସିଥିଲି ବର୍ତ୍ତମାନ ବୁଲିବା ପାଇଁ। ଟିକେ ଭ୍ୟୁ ଦେଖାଇ ଦେଉଛି, ପଛପଟ ଭ୍ୟୁ ଦେଖିପାରୁଥିବେ। ଆଉ ସକାଳୁ ସକାଳୁ ଆସିଥିଲି, ଟିକେ ମହାଲି ବୁଲିବାଲିକି ସକାଳୁ ଯିବା। ପ୍ରାୟ ଜାଣିଥିବେ ସକାଳୁ ଉଠିକି ବୁଲି ଆସିଲା ପରେ ମାଇଣ୍ଡ ପୁରା ଫ୍ରି ଲାଗେ। ତ ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ସେମିତି ଭଲ ରହିଥାନ୍ତୁ, ଖୁସିରେ ରହିଥାନ୍ତୁ। ଯେତେବେଳେ ଆପଣ ଦୁଃଖରେ ଅଛନ୍ତି କେବେ ଭାଙ୍ଗି ପଡ଼ନ୍ତୁ ନାହିଁ, କି ଯେତେବେଳେ ଖୁସିରେ ଅଛନ୍ତି ଅତି ଖୁସି ହୁଅନ୍ତୁ ନାହିଁ। ତ ଯେତେବେଳେ ଆପଣ ବେଶୀ ଦୁଃଖରେ ଅଛନ୍ତି ସେ ସମୟରେ ଗୋଟିଏ କଥା ହିଁ ଭାବନ୍ତୁ, ମନେ ରଖିଥିବେ, ଏଇ ଗୋଟିଏ କଥା ଭାବିଲା ପରେ ଆପଣଙ୍କର ସେ ଦୁଃଖ ଚାଲିଯିବ। ତ ଏ କଥା ଆପଣମାନେ ପ୍ରାୟତଃ ଜାଣିଥିବେ, ପୁଣି ଆଉଥରେ ମୁଁ ଆପଣଙ୍କୁ ରିପିଟ୍ କରିଦେଉଛି। ଯେତେବେଳେ ଦୁଃଖରେ ଅଛନ୍ତି ସେହି ସମୟରେ ଏଇଟା ହିଁ ଭାବନ୍ତୁ, ଏ ସମୟ ଚାଲିଯିବ। ଆଉ ଦୁଃଖରେ ଆପଣ ଭାଙ୍ଗି ପଡ଼ିବେନି। ଯେତେବେଳେ ପୁରା ଭାଙ୍ଗି ଯାଇଛନ୍ତି ନା, ସେତେବେଳେ ଏଇ କଥା ଭାବି ଦିଅନ୍ତୁ, ଏ ସମୟ ଚାଲିଯିବ। ତ ଦେଖିବେ ଆପଣଙ୍କର ଆଉ ସେ ଦୁଃଖ ରହିବନି। ଯେତେ ଭାଙ୍ଗି ପଡ଼ିଥିବେ, ପୁରା ଡିମୋଟିଭେଟ୍ ହେଇଯାଇଥିବେ, କ'ଣ କରିବେ କିଛି ରାସ୍ତା ଦେଖାଉନି, ଆଉ ସେହି ସମୟରେ ଆପଣମାନେ ନିଶ୍ଚିତ ଏଇ କଥା ହିଁ ଭାବି ଦିଅନ୍ତୁ, ଏ ସମୟ ଚାଲିଯିବ, ଏ ସମୟ ରହିବେନି। ସେମିତି ଯେତେବେଳେ ଆପଣ ଖୁସିରେ ଅଛନ୍ତି ନା, ବେଶୀ ଖୁସି ହେବେନି। ଖୁସିରେ ଅଛନ୍ତି, ମସ୍ତି କରିବା, ମଜା କରିବା, ଓକେ ଠିକ୍ ଅଛି। ମାନେ ଅତି ଖୁସି ହେଇକି କାହାର କିଛି କ୍ଷତି କରିଦେବା, କ'ଣ କିଛି କରିଦେବା, କାହାର କ୍ଷତି କରିଦେବା, କାହା କ'ଣ କିଛି କହିଦେବା, ଏମିତି କେବେ ବି କରନ୍ତୁ ନାହିଁ। ସେ ସମୟରେ ବି ଆପଣ ଏଇ କଥା ଚିନ୍ତା କରନ୍ତୁ, ଏ ସମୟ ବି ଚାଲିଯିବ। ତେଣୁକରି ଆମେ ଯେମିତି ଅଛନ୍ତି, ଭଲରେ ଅଛନ୍ତି, ଯେମିତି ଚାଲିଛି ଭଲରେ ଚାଲିଛି, ସବୁ ପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ପ୍ରଭୁ ଆମକୁ ଯେମିତି ନେଉଛନ୍ତି ଆମେ ସେମିତି ଚାଲିଛନ୍ତି। ଆମେ ତ କର୍ମରେ କେବେ ହେଳା କରିବାନି। କର୍ମ ନ କଲେ ଆମେ ପ୍ରଭୁଙ୍କ ଉପରେ ଛାଡ଼ିଦେଲେ ସେଇଟା ବି ଅସମ୍ଭବ। ତେଣୁକରି କର୍ମ କରିବା, ଫଳ ନିଶ୍ଚିତ ମିଳିବ, ଏଥିର କୌଣସି ସନ୍ଦେହ ନାହିଁ। ତ ଚାଲନ୍ତୁ ଆଜିର ବ୍ଲଗ୍କୁ ଷ୍ଟାର୍ଟ କରିବା। ଆଜି ସକାଳୁ ସକାଳୁ ମୁଁ ଆସିଥିଲି ଗୋଟେ ପାର୍କ ବୁଲିବା ପାଇଁ। ତ ପାର୍କର ଭ୍ୟୁ ଆପଣମାନଙ୍କୁ ଟିକେ ଦେଖିଥିଲି। ତ ବର୍ତ୍ତମାନ ଚାଲନ୍ତୁ ଆଗକୁ ଯିବା। ତ ସାଙ୍ଗମାନେ ଦେଖନ୍ତୁ, ବର୍ତ୍ତମାନ ସକାଳ 6:15 ହେଇଛି। ବର୍ତ୍ତମାନ ରୋଡ଼ ଉପରେ କେମିତି ଗାଡ଼ି ଯାଉଛି। ଏବେଠାରୁ ଟ୍ରାଫିକ୍ ଜାମ୍ ହେଇଗଲାଣି, ଆହୁରି ଆଗକୁ ଅଛି, ସମୟ କିଛି ହେଇନାହିଁ। ଏତେ ସକାଳୁ ଟ୍ରାଫିକ୍ ଏମିତି ଜାମ୍ ଦେଖନ୍ତୁ। ସେପଟ ରୋଡ଼ରେ ପୁରା ଗାଡ଼ି ଲାଗିଯାଇଛି, ଲାଇନ୍ ବାଇ ଲାଇନ୍। ସେ ଆଉ ହଲୁ ନାହିଁ, କାରଣ ଆଗରେ ବନ୍ଦ ଅଛି। ତ ଏପଟ ସାଇଡ଼୍ରେ ଚାଲୁଛି। ଏପଟ ଯେତେବେଳେ ବନ୍ଦ ହେବ ପୁଣି ସେପଟ ଚାଲିବ। ମାନେ ସକାଳୁ ଏତେ ଟ୍ରାଫିକ୍ ଜାମ୍ ହେଲାଣି। ବେଙ୍ଗଲୋର ରାସ୍ତା ହିଁ ଏମିତି। ସାଙ୍ଗମାନେ ବର୍ତ୍ତମାନ ଟୁକୁନାର ମୋର ଯାଉଛୁ ପାଣି ଆଣିବା ପାଇଁ, ବିସଲେରୀ ପାଣି, ଯେଉଁଠିକି ମେସିନ୍ ଲାଗିଛି। ଏଠି 5 ଟଙ୍କାରେ ହିଁ ପାଣି ମିଳେ, ବିସଲେରୀ ପାଣି। ଦେଖନ୍ତୁ ସବୁ ଆଜି ଲାଇନ୍ ଲାଗିକି ନେଉଛନ୍ତି, କାରଣ ପ୍ରାୟବେଳେ ଏଠି ଫ୍ରି ରହେ। ତ ବର୍ତ୍ତମାନ ଆମର ଟୁକୁନା ଲାଇନ୍ରେ ଥିଲା, ବର୍ତ୍ତମାନ ତୃତୀୟ ନମ୍ବରକୁ ଆସି ସାରିଲାଣି। ତ ଏଇ 2 ଜଣ ପରେ ସେ ଟୁକୁନା ପାଣି ନେବ। ତ ଚାଲନ୍ତୁ ସେ ପାଣି କେମିତି ନେଉଛି ମୁଁ ଆଜି ଆପଣଙ୍କୁ ଟିକେ ଦେଖେଇବି। ପଇସା ସେଠି କେମିତି ପକାଉଛି, ଆଉ କେମିତି ସେ ପାଣି ଆସୁଛି ଟିକେ ଆପଣ ଦେଖନ୍ତୁ। ଉପରେ ଗୋଟେ ମେସିନ୍ ଲାଗିଛି, ସେ ମେସିନ୍ର 5 ଟଙ୍କା କଏନ୍ ଗଳେଇଲେ ଏଇଠି ପାଣି ଏପଟେ ଆସିବ। ତ 20 ସେକେଣ୍ଡ ହିଁ ଟୋଟାଲ୍ ଆସିବ। 20 ସେକେଣ୍ଡ ଭିତରେ ସେଇ ପାଣି ଡ୍ରମ୍ଟା ଫୁଲ୍ ହେବ। ତ ଫିଲିଂ ଏମିତି କରାଯାଇଛି। ପ୍ରାୟତଃ ଏଇଟା ବେଙ୍ଗଲୋରରେ ତ ସବୁ ଜାଗା ଅଛି, ଅନ୍ୟ ଆଡ଼େ କେଉଁଠି ଅଛି ନାହିଁ ତ ମୁଁ ଜାଣିନାହିଁ ପ୍ରାୟ, କିନ୍ତୁ ବେଙ୍ଗଲୋରରେ ପ୍ରତ୍ୟେକ ଜାଗାରେ ଏଇଟା ଅଛି। ତ ବର୍ତ୍ତମାନ ଆସିକି ଟୁକୁନା ପାଣି ଭରିଲାଣି। ଫାଇନାଲ୍ ଟୁକୁନାର ହେଇଗଲା ପାଣି। ଆଉ ବର୍ତ୍ତମାନ ଏବେ ଆମେ ଯିବୁ। ତ ଚାଲନ୍ତୁ, ଏ ପାଣି ଯଦି ଆପଣଙ୍କ ଆଡ଼େ କେଉଁଠି ଚାଲିଥିବ, ଭିଡ଼ିଓ ଆପଣ କେଉଁଠି ଦେଖୁଛନ୍ତି, ନିଶ୍ଚିତ ଭାବରେ କମେଣ୍ଟ କରି କହିବେ। ସେମାନେ ଫାଇନାଲ୍ ଖାଇବା ପିଇବା ସରିଗଲା, ବର୍ତ୍ତମାନ ବାହାରିଲି ଡ୍ୟୁଟି। ତ ମୁଁ ଆଜି ଆପଣଙ୍କୁ ପୁରା କଣ୍ଟିନ୍ୟୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଅଫିସ୍ ପର୍ଯ୍ୟନ୍ତ ଯିବା ପର୍ଯ୍ୟନ୍ତ ଭିଡ଼ିଓ ଦେଖେଇବି। ସାଙ୍ଗମାନେ ବର୍ତ୍ତମାନ ମୁଁ ରୁମ୍ରୁ ବାହାରି ଆସିଛି। ଦେଖନ୍ତୁ ବର୍ତ୍ତମାନ ଦିନ 1ଟା ବାଜିଲାଣି, ସେଥିପାଇଁ ରାସ୍ତା ବର୍ତ୍ତମାନ ପୁରା ଫାଙ୍କା। ଏଇ ଯେଉଁ ରାସ୍ତା ସକାଳେ 7ଟାରୁ 11ଟା ପର୍ଯ୍ୟନ୍ତ ଚାଲି ହେବ ନାହିଁ, ଏତେ ଭିଡ଼ ହୁଏ, କାରଣ ସେଇଟା ହେଉଛି ଅଫିସ୍ ସମୟ। ଆଉ ବର୍ତ୍ତମାନ ଖରାବେଳ ସମୟ ବୋଲି ରାସ୍ତା ପୁରା ଫାଙ୍କା ଅଛି, କେହି ଲୋକ ନାହାନ୍ତି। ଆଉ ସକାଳ ସମୟ ଆଉ ସନ୍ଧ୍ୟା ସମୟ, ସନ୍ଧ୍ୟା 3:30ଟାରୁ ରାତି ପ୍ରାୟ 9ଟା ପର୍ଯ୍ୟନ୍ତ ଏଇ ରାସ୍ତା ବହୁତ ଭିଡ଼ ରହେ। ତ ବର୍ତ୍ତମାନ ମୁଁ ଆଜି ଚାଲି ଯାଉଛି କେବଳ ଭିଡ଼ିଓ ବନେଇବା ପାଇଁ। ଆଉ ମୁଁ ଆଜି ପୁରା ଲାଇଭ୍ ଭିଡ଼ିଓ ଦେଖେଇବି, ଆଉ କେତେ ପର୍ଯ୍ୟନ୍ତ ମୁଁ ଯାଉଛି, ଆଉ ଏଇ ରାସ୍ତା କେମିତି, କେଉଁ ରାସ୍ତାରେ ମୁଁ ଯାଏ। ତ ଆପଣ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ। ଆଉ ମୁଁ କେଉଁପଟେ ଡ୍ୟୁଟି ଯାଏ, ଚାଲନ୍ତୁ ଆମେ ଯିବା ଆଜି ଏପଟେ ସିଧା ଆମ ଅଫିସ୍ ପର୍ଯ୍ୟନ୍ତ। ମୁଁ ଆଜି ଭିଡ଼ିଓ କରିକି ଆପଣଙ୍କୁ ଦେଖେଇବି। ଆଜି ଗୋଟେ ମନରେ ଆସିଲା, ମୁଁ କାଲି ତ ସବୁ ପ୍ରକାର ଭିଡ଼ିଓ ବନାଉଛି, ୟୁଟ୍ୟୁବ୍ ଆଜି ଫାଇନାଲି ଦେଖନ୍ତୁ ମୁଁ ଆଜି ପହଞ୍ଚିଯାଇଛି ଆମର ସିଗ୍ନାଲ୍ ପାଖରେ। ଏଇଟା ହେଉଛି ସିଗ୍ନାଲ୍ ଷ୍ଟେଟ୍। ଏଇ ବାଁ ପଟକୁ ଗଲେ ଆମ ଅଫିସ୍ଟା ଏପଟେ ପଡ଼ିବ, ସିଧା ଗଲେ ସେପଟେ ବହୁତ ବାଟ ଅଛି, ଆଗକୁ ଇନ୍ଦିରାନଗର, ଆହୁରି ଆଗକୁ କିଛି ଅଛି। ଚାଲନ୍ତୁ ଏପଟେ ଯିବା। ଏଇ ଦେଖନ୍ତୁ 2 ସାଇଡ଼୍ରେ ସବୁ
କରାଯାଇଛି। ତ ଏପଟ କେବଳ ଏଇଠି ଚାଲିକି ଯିବା ପାଇଁ, ଆଉ ସେପଟେ ତ ଗାଡ଼ି ତ ଯାଉଛି, ସେପଟ ଗାଡ଼ି ରାସ୍ତାରେ କେହି ଯିବା ପାଇଁ ମନା, ସେଥିପାଇଁ ଏପଟେ ଯିବାଟା ହିଁ ଏତେ ଜରୁରୀ ବୋଲି ସେମାନେ ବନେଇଛନ୍ତି। ବର୍ତ୍ତମାନ ଆସି ପହଞ୍ଚିଗଲେ ଗେଟ୍ ପାଖରେ, ଆଉ ଆଗକୁ ଭିଡ଼ିଓ କରାଯିବ ନାହିଁ। A few moments later. ଆଉ ସାଙ୍ଗମାନେ ବର୍ତ୍ତମାନ ଡ୍ୟୁଟିରୁ ବାହାରିଲି, ତ ଚାଲନ୍ତୁ ଦେଖିବା ଟୁକୁନା ରୁମ୍ରେ କ'ଣ କରୁଥିବ। ସାଙ୍ଗମାନେ ବର୍ତ୍ତମାନ ତ ଡ୍ୟୁଟିରୁ ବାହାରି ଆସିଲି, ଇଏ ହେଉଛି ନାଇଟ୍ର ଭ୍ୟୁ, ଆଉ ନାଇଟ୍ ସମୟରେ ଭ୍ୟୁ ଆପଣଙ୍କୁ ଟିକେ ଦେଖାଇ ଦେଉଛି, କେମିତି ଲାଗୁଛି ଆପଣ ନିଶ୍ଚିତ କମେଣ୍ଟ କରନ୍ତୁ। ସାଙ୍ଗମାନେ ଫାଇନାଲ ଆସି ପହଞ୍ଚିଲି ରୁମ୍ ପାଖରେ, ତ ଚାଲନ୍ତୁ ଦେଖିବା ବର୍ତ୍ତମାନ ରୁମ୍ରେ ଟୁକୁନା କ'ଣ କରୁଥିବ। ତମେ ରୁଟି ଖାଅନି? ରୁଟି ଖାଏ ନା ମୁଁ ସବୁବେଳେ, ଆଗରୁ ରୁଟି କ'ଣ ପରଟା ଖାଏ, ସବୁ ପରଟା ଖାଇ ଖାଇ ପେଟ ବାହାରି ପିଲା ନା। ଆଉ ଯେଉଁଦିନ କ୍ଷୀର ଫିର ହେଲା ରୁଟି, ଚିକେନ ହେନେ ରୁଟି, ଆଉ ନହେଲେ ଖାଲି ବେଳେ ପରଟା, କାରଣ ରୁଟି ଗୁଡ଼ା ଖାଲି ଇଏ ହୁଏ ନା। ଆଉ ମୁଁ ରୁଟି କ୍ଷୀରଟା ବଢିଆ, ହଁ ପରଟା ହେଲେ ପେଟ ଖରାପ କରିଦବ। ଦେ ଚଲ। ତ ସାଙ୍ଗମାନେ ଚାଲନ୍ତୁ ଆଜିର ବ୍ଲଗକୁ ଏଇଠି ଶେଷ କରୁଛି, ପୁଣି ଦେଖା ହବ ନେକ୍ସଟ ବ୍ଲଗରେ। ରହିଲି, ଜୟ ଜଗନ୍ନାଥ, ଗୁଡ୍ ନାଇଟ୍।